ଖଡ଼ିଆଳ ଗଡେରାମୁଣ୍ଡା ଗ୍ରାମରେ ବିଶ୍ୱକର୍ମା ପୂଜା ସହିତ ନୂଆଖାଇ ଭେଟଘାଟ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ଗଡେରାମୁଣ୍ଡା ଗ୍ରାମରେ ଖୁବ୍ ମହାସମାରୋହରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର କିଶୋର ଚନ୍ଦ୍ର ମାଝୀଙ୍କ ବାସଭବନଠାରେ ଗ୍ରାମର ଫୁଲ, ବେଲୁନ, ଟେଣ୍ଟ, ଲାଇଟ୍, ସାଉଣ୍ଡ ମାଲିକମାନେ ଏକତ୍ରିତ ହୋଇ ବାର୍ଷିକ ଉତ୍ସବ ସହିତ ବାବା ବିଶ୍ୱକର୍ମାଙ୍କ ପୂଜାରେ ନୂଆଖାଇ ଭେଟଘାଟ ମଧ୍ୟ କରିଥିଲେ। ଏହି ମହାସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିତେନ୍ଦ୍ରନାଥ ପଟ୍ଟନାୟକ ଯୋଗଦାନ କରି ବାବା ବିଶ୍ୱକର୍ମାଙ୍କୁ ପୂଜା କରିଥିଲେ। ପୁରୋହିତଙ୍କ ମନ୍ତ୍ରଧ୍ୱନିରେ କର୍ତ୍ତା ଭାବରେ କିଶୋର ଚନ୍ଦ୍ର ମାଝୀ କାର୍ଯ୍ୟ ତୁଲାଇଥିଲେ। ବାବା ବିଶ୍ୱକର୍ମା ପୂଜା ସାରି ଖଡ଼ିଆଳ ସହର ମା ଅଧିଷ୍ଠାତ୍ରୀ ସମଲେଶ୍ୱରୀଙ୍କୁ ପୂଜା ଅର୍ଚ୍ଚନା କରି ମାଙ୍କୁ ନୂଆ ଧାନର ଚୂଡ଼ା, ମିଠା ଭୋଗ ଅର୍ପଣ କରିଥିଲେ। ପୂଜା କାର୍ଯ୍ୟ ପରେ ମାଲିକ ସଂଘ ନୂଆଖାଇ ଭେଟଘାଟ ସହିତ ବାର୍ଷିକ ଉତ୍ସବ ପାଳନ କରିଥିଲେ। ସନ୍ଧ୍ୟା ଘନେଇ ଆସିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୀଳଚକ୍ର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଲିକ ସଂଘର ସଭାପତି ଜ୍ୟୋତିଲାଲ ବଞ୍ଜାର, ଉପସଭାପତି ଜୟସିଂ କେତକୀ, ସମ୍ପାଦକ କିଶୋର ଚନ୍ଦ୍ର ମାଝୀ, କୋଷାଧ୍ୟକ୍ଷ ସଭାବନ ନିଆଲ, ରାଜୁ ବର୍ମା, ଉମାକାନ୍ତ ଯୋଶୀ, ସରୋଜ ରଣା, ପ୍ୟାରୀ ପଟେଲ, ଲୋକନାଥ ପଟେଲ, ରାମ ବାଗ ସମସ୍ତ ଟେଣ୍ଟ ମାଲିକ ସଂଘ ଯୋଗ ଦେଇଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ।